ଯେତେବେଳେ ଦେଖିବ ଯେ ଗରିବଟିଏ ହସୁଛି, ନିଶ୍ଚିତ ହୋଇଯିବ ଯେ ଖୁସିକୁ ଧନରେ କିଣି ହୁଏ ନାହିଁ। ଜୀବନରେ ଏମିତି ଭୁଲ କର ନାହିଁ କି ପେନସିଲ ସରିବା ଆଗରୁ ରବର ସରିଯିବ ଓ ରବରକୁ ଏତେ ଘଷନ୍ତୁ ନାହିଁ ଯେପରି ଜୀବନର କାଗଜ ଚିରିଯିବ। ତିରସ୍କାର କରିବ ନାହିଁ ଆପଣଙ୍କ ଦ୍ୱାରକୁ ଆସିଥିବା ଗରିବର। ସେ କେବଳ ଭିକ ନେବା ପାଇଁ ନୁହେଁ, ଆଶୀର୍ବାଦ ଦେବା ପାଇଁ ମଧ୍ୟ ଆସିଥାଏ। ମଣିଷ ଦୁଇ ପ୍ରକାର ଲୋକଙ୍କ ଠାରୁ ଧୋକା ଖାଇଥାଏ। ପ୍ରଥମଟି ହେଉଛି ନିଜର ଲୋକ ଓ ଦ୍ୱିତୀୟଟି ହେଉଛି ତାଙ୍କର ବହୁତ ନିଜର ଲୋକ। ମଣିଷ ଯେତେବେଳେ ସଫଳତାର ଶୀର୍ଷରେ ଥାଏ ସେ ନିଜ ଲୋକଙ୍କୁ ଭୁଲିଯାଏ ଓ ଯେତେବେଳେ ଅସଫଳତାର ଦ୍ୱାରରେ ଥାଏ ସେତେବେଳେ ନିଜ ଲୋକ ତାଙ୍କୁ ଭୁଲିଯାଆନ୍ତି। ଭଲ ଚାହୁଁଥିବା ଲୋକ ପର ହୋଇ ମଧ୍ୟ ନିଜର ହୋଇଥାନ୍ତି ଓ କ୍ଷତି ଚାହୁଁଥିବା ଲୋକ ନିଜର ହୋଇ ମଧ୍ୟ ପର ହୋଇଥାନ୍ତି। ଭଲ ମଣିଷ ହେବା ପାଇଁ ଏହିପରି ଭାବେ ଚେଷ୍ଟା କରିବା ଉଚିତ ଯେପରି ସୁନ୍ଦର ଦେଖାଯିବା ପାଇଁ କରିଥାଅ। ସେହି ସମୟରେ ଆପଣ ଜାଣିପାରିବେ ଯେ ଭଗବାନଙ୍କ ଆଶୀର୍ବାଦ ତୁମଠାରେ ଅଧିକ ଅଛି। ଯେଉଁ ସମୟରେ ଆପଣ ନିଜ ଦୋଷ ନିଜେ ଦେଖିପାରିବେ। ଆଜିର ଭିଡ଼ିଓଟି କିପରି ଲାଗିଲା କମେଣ୍ଟ କରନ୍ତୁ। ଭଲ ଲାଗିଥିଲେ ଲାଇକ୍ ସେୟାର କରନ୍ତୁ। ପ୍ରଥମ ଥର ଦେଖୁଥିଲେ ସବସ୍କ୍ରାଇବ୍ କରି ବେଲ୍ ଘଣ୍ଟିକୁ ଅଲ୍ କରନ୍ତୁ। ପୁଣି ଦେଖାହେବ ଆଉ ଏକ ଭିଡ଼ିଓ ସହିତ। ଧନ୍ୟବାଦ।